ବନ୍ଧୁଗଣ, ଆସନ୍ତା 7 ତାରିଖ ରବିବାର ଅର୍ଥାତ୍ ପବିତ୍ର ଇନ୍ଦ୍ର ପୂର୍ଣ୍ଣିମା ବା ଭାଗବତ ଜନ୍ମରେ ବର୍ଷ 2025ର ଅନ୍ତିମ ଚନ୍ଦ୍ରଗ୍ରହଣ ଲାଗିବା ପାଇଁ ଯାଉଅଛି। ଏହି ଚନ୍ଦ୍ରଗ୍ରହଣ ଚଳିତ ବର୍ଷର ଦ୍ୱିତୀୟ ଚନ୍ଦ୍ରଗ୍ରହଣ ଭାବରେ ସୌରମଣ୍ଡଳରେ ସଂଗଠିତ ହେବ। ଏହି ଗ୍ରହଣ ଭାଦ୍ରବ ମାସ ପୂର୍ଣ୍ଣିମା ତଥା ଇନ୍ଦ୍ର ପୂର୍ଣ୍ଣିମା ତିଥିରେ ଲାଗୁଥିବାରୁ ଏହି ଗ୍ରହଣ କୁମ୍ଭ ରାଶିରେ ସଂଗଠିତ ହେବ, ଯାହାଦ୍ୱାରା କୁମ୍ଭ ରାଶିର ବ୍ୟକ୍ତିବିଶେଷମାନଙ୍କ ଉପରେ ଏହି ଗ୍ରହଣର ପ୍ରଭାବ ଅଧିକ ରହିବ। ଯେହେତୁ ଏହି ଗ୍ରହଣ ଇନ୍ଦ୍ର ପୂର୍ଣ୍ଣିମା ଓ ଭାଗବତ ଜନ୍ମଦିନ ପଡ଼ୁଅଛି, ତେବେ କେମିତି ଏହାକୁ ପାଳନ କରିବେ ଓ କେଉଁ ସମୟରେ ପାଳନ କରିବେ, ଏହିସବୁ ବିଷୟରେ ଆଜି ଆମେ ଆପଣମାନଙ୍କୁ ଏହି ଭିଡ଼ିଓ ମାଧ୍ୟମରେ ସମ୍ପୂର୍ଣ୍ଣ ଭାବରେ ଜଣାଇବୁ। ଏଥିସହିତ ବନ୍ଧୁଗଣ, ଆଜିର ଏହି ଭିଡ଼ିଓରେ ଆମେ ଚନ୍ଦ୍ରଗ୍ରହଣର ସ୍ପର୍ଶ ସମୟଠାରୁ ଆରମ୍ଭ କରି ମୋକ୍ଷ ପ୍ରାପ୍ତି ପର୍ଯ୍ୟନ୍ତ ସମସ୍ତ ସମୟ ସୀମା, ଓଡ଼ିଶାରେ କେଉଁ ସମୟରେ ଦୃଶ୍ୟମାନ ହେବ, ସୂତକ ସମୟ ବା ହାଣ୍ଡିଛାଡ଼ ସମୟ ଓ ଶୁଭ ଅଶୁଭ କାର୍ଯ୍ୟ ବିଷୟରେ ସମ୍ପୂର୍ଣ୍ଣ ଭାବରେ ଜାଣିବା, ଯାହାକି ପାଞ୍ଜିର ନିର୍ଭୁଲ ଗଣନାରୁ ସଂଗୃହୀତ ଅଟେ। ଭିଡ଼ିଓର ଶେଷରେ ରହିଅଛି ଚନ୍ଦ୍ରଗ୍ରହଣ ସମୟରେ କ'ଣ କରିବେ ଓ କ'ଣ କରିବେ ନାହିଁ, ଗର୍ଭବତୀ ମହିଳାମାନଙ୍କ ପାଇଁ କ'ଣ ରହିଛି ଏବଂ କେଉଁ ରାଶିର ବ୍ୟକ୍ତିମାନଙ୍କ ଉପରେ ଶୁଭ ଓ କେଉଁ ରାଶିର ବ୍ୟକ୍ତିବିଶେଷମାନଙ୍କ ଉପରେ ଅଶୁଭ ପ୍ରଭାବ ପଡ଼ିବ। ତେବେ ଆସନ୍ତୁ ଜାଣିବା। ତାହା ପୂର୍ବରୁ ଆପଣମାନଙ୍କୁ ଅନୁରୋଧ, ଯଦି ଆପଣମାନେ ଏପର୍ଯ୍ୟନ୍ତ ଏହି ଭିଡ଼ିଓକୁ ଲାଇକ୍ କରିନାହାନ୍ତି ତାହେଲେ ବର୍ତ୍ତମାନ ହିଁ ଲାଇକ୍ କରିନିଅନ୍ତୁ ଏବଂ ଏଥିସହିତ ଆମ ଚ୍ୟାନେଲକୁ ମଧ୍ୟ ବର୍ତ୍ତମାନ ହିଁ ସବସ୍କ୍ରାଇବ୍ କରିନିଅନ୍ତୁ। ତେବେ ଆସନ୍ତୁ ଜାଣିବା। ବନ୍ଧୁଗଣ, ଚନ୍ଦ୍ରଗ୍ରହଣ ହେଉ ବା ସୂର୍ଯ୍ୟପରାଗ, ଏହି ମହାଜାଗତିକ ଦୃଶ୍ୟ ସୂର୍ଯ୍ୟ, ଚନ୍ଦ୍ର ଏବଂ ପୃଥିବୀର ବିଶେଷ ଅବସ୍ଥାନକୁ ନେଇ ଘଟିଥାଏ। ପ୍ରତ୍ୟେକ ଦିନ ଗ୍ରହ ଓ ନକ୍ଷତ୍ରମାନଙ୍କର ଅବସ୍ଥାନରେ ପରିବର୍ତ୍ତନ କାରଣରୁ ପ୍ରତ୍ୟେକ ଦିନର ତିଥି ଓ ନକ୍ଷତ୍ର ଅଲଗା ଅଲଗା ହୋଇଥାଏ। ସୂର୍ଯ୍ୟଙ୍କର ଚାରିପଟେ ପୃଥିବୀ ଏବଂ ପୃଥିବୀର ଚାରିପଟେ ଚନ୍ଦ୍ର ସବୁବେଳେ ପରିକ୍ରମା କରିଥାନ୍ତି। ଯେତେବେଳେ ସୂର୍ଯ୍ୟ, ପୃଥିବୀ ଓ ଚନ୍ଦ୍ର ଗୋଟିଏ ସରଳ ରେଖାରେ ରହିଥାନ୍ତି, ସେତେବେଳେ ପୃଥିବୀ ପୃଷ୍ଠରେ ଚନ୍ଦ୍ରଗ୍ରହଣ ଲାଗିଥାଏ। ସାଧାରଣତଃ ଗ୍ରହଣ ଲାଗିବାର 9 ଘଣ୍ଟା ବା 3 ପ୍ରହର ପୂର୍ବରୁ ଏବଂ ପରାଗ ଲାଗିବାର 12 ଘଣ୍ଟା ବା 4 ପ୍ରହର ପୂର୍ବରୁ ପାକ ନିଷେଧ ବା ହାଣ୍ଡିଛାଡ଼ କରାଯାଇଥାଏ। ଏହି ସମୟକୁ ଆମେ ସୂତକ ସମୟ ମଧ୍ୟ କହିଥାଉ। ଏହି ଗ୍ରହଣ ଲାଗୁଥିବା ସମୟରେ ଖାଦ୍ୟ ଗ୍ରହଣ କରିବାକୁ ବାରଣ କରାଯାଇଛି, କାରଣ ଗ୍ରହଣ ଲାଗିବା ସମୟରେ ପେଟରେ କିଛି ଖାଦ୍ୟ ପଦାର୍ଥ ନ ରହିବା ହିଁ ଭଲ। ତେଣୁ ସାଧାରଣତଃ ଚନ୍ଦ୍ରଗ୍ରହଣ ଲାଗିବା ସମୟରେ ଖାଦ୍ୟ ଗ୍ରହଣ କରାଯାଇନଥାଏ। ଏଥିସହିତ ଚନ୍ଦ୍ରଗ୍ରହଣ ଲାଗିବାର 9 ଘଣ୍ଟା ପୂର୍ବରୁ ହାଣ୍ଡିଛାଡ଼ କରାଯାଇଥାଏ। ତେବେ ଏହି ଚନ୍ଦ୍ରଗ୍ରହଣର ସୂତକ ସମୟ ବା ପାକ ନିଷେଧର ସମୟ ହେଉଛି 7 ସେପ୍ଟେମ୍ବର 2025 ରବିବାର ଦିନ 12:57 ଏବଂ 33 ସେକେଣ୍ଡରୁ ଆରମ୍ଭ ହେବ ଓ ମଧ୍ୟରାତ୍ରି 1:26 ଏବଂ 42 ସେକେଣ୍ଡ ପର୍ଯ୍ୟନ୍ତ ରହିବ। ଯେହେତୁ ସୂତକ କାଳ ମଧ୍ୟରାତ୍ରିରେ ସମାପ୍ତ ହେଉଛି, ତେଣୁ ଏହା ସୋମବାର 8 ତାରିଖ ସୂର୍ଯ୍ୟୋଦୟ ଅର୍ଥାତ୍ ବ୍ରହ୍ମ ମୁହୂର୍ତ୍ତ ପର୍ଯ୍ୟନ୍ତ ମାନ୍ୟ ହେବ। ଏହି ସମୟରେ ଦେବନୀତି, ରନ୍ଧନ କାର୍ଯ୍ୟ ଓ ଭୋଜନ କାର୍ଯ୍ୟକୁ ସମ୍ପୂର୍ଣ୍ଣ ରୂପରେ ବାରଣ କରାଯାଇଛି। ସୂତକ କାଳ ସମାପ୍ତ ହେବା ପରେ ସ୍ନାନ କାର୍ଯ୍ୟ କରି ଚନ୍ଦ୍ରଦେବଙ୍କୁ ଦର୍ଶନ କରିଲା ପରେ ଯାଇ ଆପଣମାନେ ସନ୍ଧ୍ୟା ଆଳତି ଓ ରନ୍ଧନ କାର୍ଯ୍ୟ ଆରମ୍ଭ କରିପାରିବେ। ଏହି ସୂତକ କାଳ ଶିଶୁ, ବୃଦ୍ଧ ଓ ରୋଗୀମାନଙ୍କ ପାଇଁ ପାଳନୀୟ ନୁହେଁ। ଏହି ଚନ୍ଦ୍ରଗ୍ରହଣର ଗ୍ରାସ ବା ଚନ୍ଦ୍ରଗ୍ରହଣ ଲାଗିବାର ସମୟ ହେଉଛି 7 ସେପ୍ଟେମ୍ବର ରବିବାର ରାତ୍ରି 9:57 ଏବଂ 33 ସେକେଣ୍ଡରୁ ଆରମ୍ଭ ହେବ ଏବଂ ମଧ୍ୟରାତ୍ରି 1:26 ଏବଂ 42 ସେକେଣ୍ଡ ପର୍ଯ୍ୟନ୍ତ ଲାଗି ରହିବ ବା ଏହି ସମୟରେ ସମାପ୍ତ ହେବ। ଚନ୍ଦ୍ରର ଛାୟା ସହିତ ପ୍ରଥମ ସଂଯୋଗ ରହିଛି ରାତ୍ରି 9:57 ଏବଂ 33 ସେକେଣ୍ଡ। ପୂର୍ଣ୍ଣ ଚନ୍ଦ୍ରଗ୍ରହଣର ଆରମ୍ଭ ସମୟ ହେଉଛି ରାତ୍ରି 11:01 ଏବଂ 5 ସେକେଣ୍ଡ। ପୂର୍ଣ୍ଣ ଚନ୍ଦ୍ରଗ୍ରହଣର ଅନ୍ତିମ ସମୟ ହେଉଛି ରାତ୍ରି 12:22 ଏବଂ 14 ସେକେଣ୍ଡ। ଚନ୍ଦ୍ରର ଛାୟା ସହିତ ଅନ୍ତିମ ସଂଯୋଗ ରହିଛି ରାତ୍ରି 1:26 ଏବଂ 42 ସେକେଣ୍ଡ, ଯାହାକି ଚନ୍ଦ୍ରଗ୍ରହଣର ଅନ୍ତିମ ସମୟ ବା ଶେଷ ସମୟ ବା ଏହି ସମୟରେ ଚନ୍ଦ୍ର ଗ୍ରହଣରୁ ମୋକ୍ଷ ପ୍ରାପ୍ତି ହେବେ। ଏହି ଚନ୍ଦ୍ରଗ୍ରହଣର ମଧ୍ୟକାଳ ରାତ୍ରି 11:42 ଏବଂ 8 ସେକେଣ୍ଡ ଏବଂ ଏଥିସହିତ ଏହି ସମୟରେ ସର୍ବାଧିକ ଚନ୍ଦ୍ରଗ୍ରହଣ ମହାକାଶରେ ଦୃଶ୍ୟମାନ ହେବ। ଏହି ଗ୍ରହଣ ମହାକାଶରେ ପ୍ରାୟ 3 ଘଣ୍ଟା 29 ଏବଂ 9 ସେକେଣ୍ଡ ପର୍ଯ୍ୟନ୍ତ ମହାକାଶରେ ଦୃଶ୍ୟମାନ ହେବ।
ଯାହାକି ଏକ ଲମ୍ବା ଚନ୍ଦ୍ରଗ୍ରହଣ ଭାବରେ ଏହି ବର୍ଷ ଦୃଶ୍ୟମାନ ହେବ। ତେଣୁ ଏହି ଚନ୍ଦ୍ରଗ୍ରହଣକୁ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ଭାବରେ ଗଣନା କରାଯାଇଛି। ଚନ୍ଦ୍ରଗ୍ରହଣର ସୂତକ କାଳ ବା ପାକ ନିଷେଧର ସମୟ ରବିବାର ଦିନ 12:57 ଏବଂ 33 ଆରମ୍ଭ ହେଉଥିବାରୁ ଆପଣମାନଙ୍କୁ ରବିବାର ଦିନ 12:57 ଏବଂ 33 ପୂର୍ବରୁ ସ୍ନାନ କାର୍ଯ୍ୟ, ଦେବନୀତି ଓ ଭୋଜନ କାର୍ଯ୍ୟ ସମାପ୍ତ କରିବାକୁ ପଡ଼ିବ ଏବଂ ଏହାପରେ ଆପଣମାନେ ହାଣ୍ଡି ଛାଡ଼ କରିପାରିବେ। ଏହି ଚନ୍ଦ୍ରଗ୍ରହଣ ଇନ୍ଦ୍ର ପୂର୍ଣ୍ଣିମା ବା ଭାଗବତ ଜନ୍ମରେ ପଡ଼ୁଥିବାରୁ ଇନ୍ଦ୍ର ପୂର୍ଣ୍ଣିମା କେବେ ପାଳନ କରାଯିବ ଓ ଏହାର ଶୁଭ ଅଶୁଭ ସମୟ ବିଷୟରେ ଆସନ୍ତୁ ଜାଣିନେବା। ଯେହେତୁ ଏହି ଗ୍ରହଣ ଇନ୍ଦ୍ର ପୂର୍ଣ୍ଣିମା ଦିନ ଲାଗୁଅଛି, ତେଣୁ ଆପଣମାନେ ଚିନ୍ତାରେ ଥିବେ ଯେ ଏହି ବର୍ଷ ଇନ୍ଦ୍ର ପୂର୍ଣ୍ଣିମା ବା ଏହାର ବିଧି କିପରି ପାଳନ କରାଯିବ ବା କେଉଁ ସମୟରେ ପାଳନ କରାଯିବ ବା ପାଳନ କରାଯିବ ନା ନାହିଁ। ତେବେ ଆସନ୍ତୁ ସେହିସବୁ ଦ୍ୱନ୍ଦ୍ୱ ଦୂର କରିବା। ଗ୍ରହଣର ସୂତକ କାଳ ଆରମ୍ଭ ହେଲା ପରେ କୌଣସି ଶୁଭ କାର୍ଯ୍ୟ, ଦେବନୀତି ବା ପାକ କାର୍ଯ୍ୟ କରାଯିବ ନାହିଁ। ତେଣୁ ଏହି ବର୍ଷ ଇନ୍ଦ୍ର ପୂର୍ଣ୍ଣିମା ପୂଜାବିଧି ସୂତକ କାଳ ଲାଗିବା ପୂର୍ବରୁ ସମାପନ କରାଯିବ। ସୂତକ କାଳ ଦିନ 12:57 ଏବଂ 33 ଲାଗିବ। ତେଣୁ ଆପଣମାନେ ଇନ୍ଦ୍ର ପୂର୍ଣ୍ଣିମା ପୂଜା ବା ଯେକୌଣସି ବିଧି ରହିଛି ତାହା ଏହି ସମୟ ପୂର୍ବରୁ ଆପଣମାନେ ହିଁ କରିପାରିବେ। ସେହିଭଳି ଭାବରେ ଭାଗବତ ଜନ୍ମର ପୂଜାବିଧି ଆପଣମାନେ ରବିବାର ଦିନ 12:57 ଏବଂ 33 ପୂର୍ବରୁ ସମାପନ କରିବା ପାଇଁ ପଡ଼ିବ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ଚନ୍ଦ୍ରଗ୍ରହଣ କାରଣରୁ ଗ୍ରହ ନକ୍ଷତ୍ରମାନଙ୍କର ସ୍ଥାନରେ ପରିବର୍ତ୍ତନ ଦେଖାଦେବା ପାଇଁ ଯାଉଅଛି। ଗ୍ରହମାନଙ୍କର ପରିବର୍ତ୍ତନ କାରଣରୁ କିଛି ରାଶିର ବ୍ୟକ୍ତିବିଶେଷମାନଙ୍କ ଉପରେ ଅଶୁଭ ପ୍ରଭାବ ପଡ଼ୁଥିବା ବେଳେ କେତେକ ରାଶିର ବ୍ୟକ୍ତିବିଶେଷମାନଙ୍କ ଉପରେ ଏହି ଚନ୍ଦ୍ରଗ୍ରହଣର ଶୁଭ ପ୍ରଭାବ ପଡ଼ିବା ପାଇଁ ଯାଉଅଛି। ତେବେ ରାଶିଚକ୍ରରେ 12 ଗୋଟି ରାଶିମାନଙ୍କ ମଧ୍ୟରୁ ଏହି 8ଟି ରାଶିର ବ୍ୟକ୍ତିବିଶେଷମାନଙ୍କ ଉପରେ ଏହି ଚନ୍ଦ୍ରଗ୍ରହଣର ଶୁଭ ପ୍ରଭାବ ପଡ଼ିବା ପାଇଁ ଯାଉଅଛି। ସେହି ଭାଗ୍ୟଶାଳୀ ରାଶିମାନେ ହେଉଛନ୍ତି ମେଷ ରାଶି, ବୃଷ ରାଶି, ମିଥୁନ ରାଶି, ତୁଳା ରାଶି, ବିଛା ରାଶି, ଧନୁ ରାଶି, ମକର ରାଶି ଏବଂ ମୀନ ରାଶି। ଏଥିସହିତ କର୍କଟ ରାଶି, ସିଂହ ରାଶି, କନ୍ୟା ରାଶି ଏବଂ କୁମ୍ଭ ରାଶିର ବ୍ୟକ୍ତିବିଶେଷମାନଙ୍କ ଉପରେ ଏହି ଚନ୍ଦ୍ରଗ୍ରହଣର ଖରାପ ପ୍ରଭାବ ପଡ଼ିବା ପାଇଁ ଯାଉଅଛି। ତେଣୁ ଏହି 4ଟି ରାଶିର ବ୍ୟକ୍ତିବିଶେଷମାନେ ଚନ୍ଦ୍ରଗ୍ରହଣ ସମୟରେ ସାବଧାନ ରହିବାକୁ ଚେଷ୍ଟା କରନ୍ତୁ ଏବଂ ଭଗବାନଙ୍କର ନାମ ଜପ କରନ୍ତୁ। ଦେଖିବେ ଆପଣମାନଙ୍କ ଉପରକୁ ଆସୁଥିବା ଘାତ ଓ ପ୍ରତିଘାତ ଆପେ ଆପେ ଟଳିଯିବ। ଏବେ ଆସନ୍ତୁ ଜାଣିବା ଗର୍ଭବତୀ ମହିଳାମାନେ କିପରି ଏହି ଚନ୍ଦ୍ରଗ୍ରହଣ ଲାଗୁଥିବା ସମୟରେ ସାବଧାନ ରହିବେ। ଏହି ସମୟ ଗର୍ଭବତୀ ମହିଳାମାନଙ୍କ ପାଇଁ ବହୁତ ଅଶୁଭ ବା ସମ୍ବେଦନଶୀଳ ହୋଇଥିବାରୁ ସେମାନଙ୍କୁ ସାବଧାନ ରହିବା ସହିତ ଚନ୍ଦ୍ରଗ୍ରହଣ ଦେଖିବା ପାଇଁ ମଧ୍ୟ ବାରଣ କରାଯାଇଛି। ଗ୍ରହଣ ଲାଗିବା ସମୟରେ ଗର୍ଭବତୀ ମହିଳାମାନେ କୌଣସି ଜିନିଷ କଟାକଟି ବା କୌଣସି କପଡ଼ା ଆଦି ସିଲେଇ କରନ୍ତୁ ନାହିଁ, ନଚେତ୍ ଏହାର କୁପ୍ରଭାବ ଗର୍ଭରେ ଥିବା ଶିଶୁ ଉପରେ ସିଧାସଳଖ ଭାବରେ ପଡ଼ିଥାଏ। ଏଥିସହିତ ଚନ୍ଦ୍ରଗ୍ରହଣ ଲାଗୁଥିବା ସମୟରେ କଳା ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ ନାହିଁ ଏବଂ ବାହାରକୁ ମଧ୍ୟ ବାହାରନ୍ତୁ ନାହିଁ। ଚନ୍ଦ୍ରଗ୍ରହଣ ଲାଗୁଥିବା ସମୟରେ ଯଦି ଚନ୍ଦ୍ରଙ୍କର ଛାୟା କୌଣସି ବି ଗର୍ଭବତୀ ମହିଳାମାନଙ୍କ ଉପରେ ପଡ଼ିଯାଏ, ତେବେ ତାହାର ଗର୍ଭର ପ୍ରଥମ ଶିଶୁକୁ ଶାରୀରିକ ଦୋଷ ଲାଗିଯାଇଥାଏ, ଯାହା ଭବିଷ୍ୟତରେ ବହୁତ ବଡ଼ ସମସ୍ୟା ସୃଷ୍ଟି କରିଥାଏ। ତେଣୁ ଗର୍ଭବତୀ ମହିଳାମାନେ ଏହି ସମୟରେ ବା ଚନ୍ଦ୍ରଗ୍ରହଣ ଲାଗୁଥିବା ସମୟରେ ବାହାରକୁ ବାହାରନ୍ତୁ ନାହିଁ। ଜ୍ୟୋତିଷ ଶାସ୍ତ୍ରରେ ଏହି ସମୟସୀମା ମଧ୍ୟରେ କେତେକ କାର୍ଯ୍ୟଗୁଡ଼ିକୁ କରିବା ପାଇଁ ମଧ୍ୟ ବାରଣ କରାଯାଇଛି। ତେବେ ଆସନ୍ତୁ ଜାଣିବା ଚନ୍ଦ୍ରଗ୍ରହଣ ଲାଗୁଥିବା ସମୟରେ କେଉଁ କାର୍ଯ୍ୟ ସବୁ କରିବା ଅନୁଚିତ, ଯାହାଦ୍ୱାରା ଆମକୁ ବହୁତ ଅସୁବିଧାର ସମ୍ମୁଖୀନ କରିବାକୁ ମଧ୍ୟ ପଡ଼ିଥାଏ। ଏବଂ ଭିଡ଼ିଓର ଶେଷରେ ରହିଅଛି ଶୁଭ ଅଶୁଭ ରାଶିଫଳ ବିଷୟରେ। ପ୍ରଥମତଃ ଖାଦ୍ୟ ତିଆରି କରନ୍ତୁ ନାହିଁ। ଚନ୍ଦ୍ରଗ୍ରହଣ ସମୟରେ ଖାଦ୍ୟ ପଦାର୍ଥ ରୋଷେଇ କରିବାକୁ ଅଶୁଭ ମନାଯାଇଥାଏ। ଏହି ସମୟରେ ରନ୍ଧା ହୋଇଥିବା ଖାଦ୍ୟ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଅଶୁଦ୍ଧ ହୋଇଥାଏ। ଏଥିପାଇଁ ଆପଣମାନେ ଚନ୍ଦ୍ରଗ୍ରହଣ ଲାଗୁଥିବା ସମୟରେ ରନ୍ଧନ କାର୍ଯ୍ୟ କେବେ ହେଲେ କରନ୍ତୁ ନାହିଁ। ଚନ୍ଦ୍ରଗ୍ରହଣ ସମୟରେ ଖାଦ୍ୟ ଗ୍ରହଣ କରନ୍ତୁ ନାହିଁ। ଏହି ସମୟରେ ରନ୍ଧା ହୋଇଥିବା ଖାଦ୍ୟ ଗ୍ରହଣ କରିବା ସମ୍ପୂର୍ଣ୍ଣ ଭାବେ ନିଷେଧ ଅଟେ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଚନ୍ଦ୍ରଗ୍ରହଣ ସମୟରେ ରନ୍ଧା ହୋଇଥିବା ଖାଦ୍ୟ ଖାଇଲେ ଏହା ଆମ ଶରୀର ଉପରେ କୁପ୍ରଭାବ ପକାଇଥାଏ। ତେଣୁ ଗ୍ରହଣ ବା ପରାଗ ସମୟରେ ଶୁଖିଲା ଖାଦ୍ୟ ବା ଫଳମୂଳ ଆଦି ଖାଇପାରିବେ। ଯଦି ଆବଶ୍ୟକ ଅଟେ ତେବେ ଖାଦ୍ୟରେ ତୁଳସୀ ପତ୍ର ପକାଇ ଏହାପରେ ଯାଇ ଆପଣମାନେ ସେବନ କରିପାରିବେ। ଚନ୍ଦ୍ରଗ୍ରହଣ ସମୟରେ କୌଣସି ଶୁଭ କାର୍ଯ୍ୟ କରନ୍ତୁ ନାହିଁ ଏବଂ କୌଣସି ଶୁଭ କାର୍ଯ୍ୟ କରିବା ପାଇଁ ମଧ୍ୟ ଗୃହ ମଧ୍ୟରେ ଆଲୋଚନା କରନ୍ତୁ ନାହିଁ। ଏହାଦ୍ୱାରା ଆପଣଙ୍କ ପରିବାରରେ ଅନିଷ୍ଟ ହୋଇଥାଏ। ଚନ୍ଦ୍ରଗ୍ରହଣ ସମୟରେ ଦେବୀ ଦେବତାଙ୍କର ପୂଜା ନିଷେଧ ଅଟେ। ଚନ୍ଦ୍ରଗ୍ରହଣ ସମୟରେ କୌଣସି ପ୍ରକାରର ଆଳତି ପୂଜା ଇତ୍ୟାଦି କରିବା ମନା।
ଏମିତି କରିବା ଦ୍ୱାରା ଗୃହରେ ଦାରିଦ୍ର୍ୟତା ଲାଗି ରହିଥାଏ। ତେଣୁ ଚନ୍ଦ୍ରଗ୍ରହଣ ଲାଗୁଥିବା ସମୟରେ ଠାକୁର ପୂଜା କେବେ ହେଲେ କରନ୍ତୁ ନାହିଁ। ଏହି ସମୟରେ ଠାକୁର ଘରକୁ ସମ୍ପୂର୍ଣ୍ଣ ଭାବରେ ବନ୍ଦ କରି ରଖନ୍ତୁ। ଚନ୍ଦ୍ରଗ୍ରହଣ ସମୟରେ ଅନ୍ନଦାନ କରିବାର ଉତ୍ତମ ସମୟ ମନାଯାଇଛି। ଏମିତି କୁହାଯାଇଛି କି ଚନ୍ଦ୍ରଗ୍ରହଣ ଲାଗୁଥିବା ସମୟରେ ଅନ୍ନଦାନ କରିଲେ ଶରୀରରେ କୌଣସି ରୋଗ ହୋଇନଥାଏ। ତେଣୁ ଗ୍ରହଣ ଶେଷ ହେବା ପରେ ସ୍ନାନ କରିବା ଓ ପିନ୍ଧିଥିବା ବସ୍ତ୍ରକୁ ଧୋଇ ନେବା ଉଚିତ ଏବଂ ନିଜ ଘରେ ଗଙ୍ଗାଜଳ ଛିଞ୍ଚନ କରି ପବିତ୍ର କରିନେବା ଉଚିତ। ଏହାପରେ ନିଜ ଇଚ୍ଛା ଅନୁସାରେ ବା ନିଜର ସାମର୍ଥ୍ୟ ଅନୁଯାୟୀ ଆପଣମାନେ ଦୁଃଖୀ ଓ ଦରିଦ୍ର ଲୋକମାନଙ୍କୁ ଖାଦ୍ୟ ବସ୍ତ୍ର ବା ଅର୍ଥ ଇତ୍ୟାଦି ଆପଣମାନେ ଦାନ କରିପାରିବେ। ଚନ୍ଦ୍ରଗ୍ରହଣ ସମୟରେ କାହା ସହିତ କଥା ହୁଅନ୍ତୁ ନାହିଁ ଓ ସେହି ସମୟରେ ଭଗବାନଙ୍କର ମାଳା ଜପ କରନ୍ତୁ, ଯାହାଦ୍ୱାରା ଗ୍ରହର ଖରାପ ପ୍ରଭାବ ଆପଣଙ୍କ ଉପରେ ପଡ଼ିପାରିନଥାଏ ଏବଂ ଚନ୍ଦ୍ରଗ୍ରହଣ ସମୟରେ ଚନ୍ଦ୍ରଙ୍କଠାରୁ ବାହାରୁଥିବା ଛାଇ ବା ଚନ୍ଦ୍ରଙ୍କର କିରଣ ଅତ୍ୟନ୍ତ କ୍ଷତିକାରକ ହୋଇଥାଏ। ଏଥିପାଇଁ ଚନ୍ଦ୍ରଗ୍ରହଣ ସମୟରେ ଆପଣମାନେ ଆପଣଙ୍କର ଗୃହର ସମସ୍ତ କବାଟ ଓ ଝରକା ଇତ୍ୟାଦି ବନ୍ଦ କରି ରଖନ୍ତୁ, ଯାହାଦ୍ୱାରା ଚନ୍ଦ୍ରଙ୍କର ଛାଇ ଆପଣଙ୍କ ଗୃହରେ କେବେ ବି ପ୍ରବେଶ କରିପାରିବ ନାହିଁ। ଚନ୍ଦ୍ରଗ୍ରହଣ ସମୟରେ ଶାରୀରିକ ସମ୍ପର୍କ ରଖନ୍ତୁ ନାହିଁ। ଏହି ସମୟରେ ନକାରାତ୍ମକ ଶକ୍ତିର ପ୍ରଭାବ ଅଧିକ ରହିଥିବା ହେତୁ ବିବାହିତ ପୁରୁଷ ଓ ମହିଳାମାନେ ଶାରୀରିକ ସମ୍ପର୍କ ରଖନ୍ତୁ ନାହିଁ। ଏହାକୁ ଜ୍ୟୋତିଷ ଶାସ୍ତ୍ରରେ ଅଶୁଭ ମନାଯାଇଛି। ଏହାଦ୍ୱାରା ଆପଣଙ୍କର ସମ୍ପର୍କରେ ଫାଟ ସୃଷ୍ଟି ହୋଇଥାଏ ଏବଂ ଏହାର କୁପ୍ରଭାବ ଆପଣଙ୍କର ସନ୍ତାନମାନଙ୍କ ଉପରେ ପଡ଼ିଥାଏ। ଚନ୍ଦ୍ରଗ୍ରହଣ ସମୟରେ କୌଣସି ଗଛ ସହ ଲାଗିବା ବା ପତ୍ର ଏବଂ ଫୁଲ ଫଳ ଇତ୍ୟାଦି ତୋଳିବା ଉଚିତ ନୁହେଁ, ଏହାଦ୍ୱାରା ମଧ୍ୟ ହାନି ହୋଇଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ କୌଣସି ଚନ୍ଦ୍ରଗ୍ରହଣ ସମୟରେ ନଖ ବା ଚୁଟି କାଟିବା ଉଚିତ ନୁହେଁ, ଏମିତି କଲେ ଅଶୁଭ ହୋଇଥାଏ। ଚନ୍ଦ୍ରଗ୍ରହଣ ସମୟରେ କୌଣସି ଗରିବ ବା ଅସହାୟ ମନୁଷ୍ୟକୁ ଅପମାନ କରିବା ଉଚିତ ନୁହେଁ, ଏମିତି କରିବା ଦ୍ୱାରା ଶନିଦେବ କ୍ରୋଧିତ ହୋଇଥାନ୍ତି। ତେଣୁ ଚନ୍ଦ୍ରଗ୍ରହଣ ସମୟରେ ଏହିସବୁ କାର୍ଯ୍ୟ କରନ୍ତୁ ନାହିଁ। ଦେଖିବା ଆପଣମାନଙ୍କର ନିଶ୍ଚୟ ମଙ୍ଗଳ ହେବ। ଏଥିସହିତ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ଚନ୍ଦ୍ରଗ୍ରହଣ କାରଣରୁ ଗ୍ରହ ନକ୍ଷତ୍ରମାନଙ୍କର ସ୍ଥାନରେ ପରିବର୍ତ୍ତନ ହେବା ପାଇଁ ଯାଉଅଛି। ଏହି ଗ୍ରହମାନଙ୍କର ପରିବର୍ତ୍ତନ କାରଣରୁ କିଛି ରାଶିର ବ୍ୟକ୍ତିବିଶେଷମାନଙ୍କ ଉପରେ ଅଶୁଭ ପ୍ରଭାବ ପଡ଼ୁଥିବା ବେଳେ କେତେକ ରାଶିର ବ୍ୟକ୍ତିବିଶେଷମାନଙ୍କ ଉପରେ ଏହି ଚନ୍ଦ୍ରଗ୍ରହଣର ଶୁଭ ପ୍ରଭାବ ମଧ୍ୟ ପଡ଼ିବା ପାଇଁ ଯାଉଅଛି। ତେବେ ରାଶିଚକ୍ରର 12 ଗୋଟି ରାଶିମାନଙ୍କ ମଧ୍ୟରୁ ଏହି 8ଟି ରାଶିର ବ୍ୟକ୍ତିବିଶେଷମାନଙ୍କ ଉପରେ ଏହି ଚନ୍ଦ୍ରଗ୍ରହଣର ଶୁଭ ପ୍ରଭାବ ପଡ଼ିବା ପାଇଁ ଯାଉଅଛି। ତେବେ ସେହିସବୁ ଭାଗ୍ୟଶାଳୀ ରାଶିମାନେ ହେଉଛନ୍ତି ମେଷ ରାଶି, ବୃଷ ରାଶି, ମିଥୁନ ରାଶି, ତୁଳା ରାଶି, ବିଛା ରାଶି, ଧନୁରାଶି, ମକର ରାଶି ଏବଂ ମୀନ ରାଶି। ଏଥିସହିତ କର୍କଟ ରାଶି, ସିଂହ ରାଶି, କନ୍ୟା ରାଶି ଓ କୁମ୍ଭ ରାଶିର ବ୍ୟକ୍ତିବିଶେଷମାନଙ୍କ ଉପରେ ଏହି ଚନ୍ଦ୍ରଗ୍ରହଣର ଅଶୁଭ ତଥା ଖରାପ ପ୍ରଭାବ ପଡ଼ିବା ପାଇଁ ଯାଉଅଛି। ତେଣୁ ଏହି 4ଟି ରାଶିର ବ୍ୟକ୍ତିବିଶେଷମାନେ ଚନ୍ଦ୍ରଗ୍ରହଣ ସମୟରେ ସାବଧାନ ରହିବାକୁ ଚେଷ୍ଟା କରନ୍ତୁ ଏବଂ ଭଗବାନଙ୍କର ନାମ ଜପ କରନ୍ତୁ। ଦେଖିବେ ଆପଣମାନଙ୍କ ଉପରକୁ ଆସୁଥିବା ଘାତ ଓ ପ୍ରତିଘାତ ଆପେ ଆପେ ଟଳିଯିବ। ତେବେ ବନ୍ଧୁଗଣ, ଏହା ଥିଲା ଏହି ବର୍ଷ ବା ବର୍ଷ 2025ର ଅନ୍ତିମ ଚନ୍ଦ୍ରଗ୍ରହଣର ସମ୍ପୂର୍ଣ୍ଣ ବିବରଣୀ ତଥା ସୂତକ କାଳ ଆରମ୍ଭ ସମୟଠାରୁ ଚନ୍ଦ୍ରଗ୍ରହଣର ସମସ୍ତ ସମୟସୀମା ମଧ୍ୟରେ ଆପଣମାନେ କିପରି ସାବଧାନ ରହିବେ ଏହିସବୁ ବିଷୟରେ ଆପଣମାନେ ଏହି ଭିଡ଼ିଓ ମାଧ୍ୟମରେ ଜାଣିବାକୁ ପାଇପାରିଲେ। ତେବେ ଆଶା କରୁଛୁ ଆପଣମାନଙ୍କୁ ଏହି ଭିଡ଼ିଓଟି ନିଶ୍ଚୟ ପସନ୍ଦ ଆସିଥିବ। ପସନ୍ଦ ଆସିଥିଲେ ଏହି ଭିଡ଼ିଓକୁ ଲାଇକ୍ କରିବା ସହିତ ଆପଣମାନଙ୍କର ପ୍ରିୟଜନମାନଙ୍କ ସହିତ ସେୟାର କରିନିଅନ୍ତୁ। ଧନ୍ୟବାଦ।